ଖାଲି ଯାହା ନାହିଁ ପୁରବୀ। ଏଇନା ତ ଖରା ଛୁଟି ହେଇଥିବ ପୁରବୀର, ଏଇନା ତ ସ୍କୁଲ ବନ୍ଦ ଥିବ, ନହେଲେ ତାର ଚାଲିଥିବ କ'ଣ ଗୋଟେ ଟ୍ରେନିଂ କି ୱାର୍କସପ୍। ସ୍କୁଲ ଛୁଟି ଥିବ ତ ସେ ଥାଇପାରେ କଟକରେ, ନହେଲେ ଯାଇଥିବ ତା ଗାଁ 42 ମୌଜା ଆଡ଼େ। ମାଟି ରାସ୍ତା, ନଈକୂଳ, ବାଉଁଶ ବଣ, ପୋଖରୀ ତୁଠ, ଗାଁ ଦେଉଳ, ବଉଳର ଘର, ଏହାରି ଭିତରେ କୋଉଠି ନା କୋଉଠି କିଚିରି ମିଚିରି ହେଉଥିବ ପୁରବୀ, ଖଣ୍ଡି ଉଡ଼ା ଦେଉଥିବା ଚଢ଼େଇଟେ ପରି। ଆଉ ଯଦି ଥିବ କଟକରେ, ଦିନଯାକ ଖରା ଧାସରେ ନ ବାହାରି ହୁଏତ ବାହାରୁଥିବ ସନ୍ଧ୍ୟାବେଳେ ନଈକୂଳ ଆଡ଼େ, ବୁଲୁଥିବ ବକ୍ସି ବଜାର, କିଲ୍ଲା ପଡ଼ିଆରେ ଦହିବରା ଆଳୁଦମ୍ ଖାଇ। 42 ମୌଜା ଯିବା ତ ସମ୍ଭବ ନୁହେଁ, ଥରେ ଯାଇ ବୁଲି ଆସିଲେ ଭଲ ହୁଅନ୍ତା କିଲ୍ଲା ପଡ଼ିଆ। ପୁରବୀ ସହ ଦେଖା ଯଦି ହୁଏ ତ ଭଲ କଥା, ନହେଲେ ବି ଅନ୍ତତଃ ଭଲ ଲାଗିବ ନଈକୂଳିଆ ଧୀର ପବନ। ମନେ ପଡ଼ିବ ସେ ଦିନ ସବୁ, ପୁରବୀ ଓ ମୁଁ ଏକାଠି ବୁଲୁ ବୁଲୁ ନଈକୂଳେ ହାତ ଧରାଧରି ହେଇ କେବେ କେବେ ପାଣି ଭିତରକୁ ଗୋଡ଼ ବଢ଼ାଇ ଚବଚବ କରୁଥିଲୁ ନଈ ପାଣି। କେବେ କେବେ ପୁରବୀର ବେଣୀରେ ଖୋସି ଦେଉଥିଲି ଘାସ ଫୁଲର ସ୍ତବକଟିଏ, ତ ପୁଣି କାଳେ କିଏ ଦେଖିନବ ବୋଲି ତରତର ହେଇ ପୁରବୀ ଦେଉଥିଲା ପ୍ରତ୍ୟୁତ୍ତରରେ ଗୋଟେ ଚୁମା। ଏବେ ବି ସେ ନଦୀ ଅଛି, ସେ ଘାସ ଫୁଲର ସେଜ ଅଛି, ହେଲେ ଖାଲି ଯାହା ନାହିଁ ପୁରବୀ।